କୌଣସି ସୂତ୍ରରୁ ଖବର ପାଇ ଅଚାନକ ମାଡ଼ି ବସିଲା ବନ ବିଭାଗ। 45ଟି କାଠପଟା ଜବତ। ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ଦ୍ୱାରା ଆଜି ଅଚାନକ ଚଢ଼ାଉ କରିଛି। ବହୁ ମୂଲ୍ୟବାନ କାଠପଟା ଜବତ କରିବାରେ ସଫଳ ହୋଇଛି। ପାଟଣା ବନ ବିଭାଗ ଓ କେନ୍ଦୁଝର ଜିଲ୍ଲା ମୋବାଇଲ ୟୁନିଟ ପକ୍ଷରୁ ଆଜି ପାଟଣା ବ୍ଲକରେ ଟାଙ୍ଗରପଡ଼ା ପଞ୍ଚାୟତ ଟାଙ୍ଗରାପଡ଼ା ଗ୍ରାମର ନବକିଶୋର ନାୟକଙ୍କ ଘର ଭିତରେ ଥିବା ଶାଗୁଆନ ଓ ଗମ୍ଭାରୀ ପଟା 45 ଖଣ୍ଡ କାଠପଟା ଜବତ କରିଛି ବନ ବିଭାଗ। କୌଣସି ସୂତ୍ରରୁ ଖବର ପାଇ ମୋବାଇଲ ଓ ବନ ବିଭାଗ ଚଢ଼ାଉ କରୁଛି। ଏହି ଚଢ଼ାଉରେ ପାଟଣା ବନପାଳ ପିଅନ ନାୟକ, ସାହାରାପଡ଼ା ବନପାଳ ଭୂପତି କୁମାର ସେଠୀ, ବନରକ୍ଷୀ ରଞ୍ଜିତା ମହାନ୍ତି, ଦୀପକ ରାଣା ଓ ତପସ୍ୱିନୀ ନାୟକଙ୍କ ସହ ମୋବାଇଲ ୟୁନିଟର ଡେପୁଟି ରେଞ୍ଜର ସୁଲୋଚନା ସାହୁ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇ ଡିଏଫଏସପି ଧର୍ମରାଜଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। 45 ଖଣ୍ଡ କାଠପଟା ଆନୁମାନିକ ମୂଲ୍ୟ 1 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ନବକିଶୋର ନାୟକଙ୍କୁ ବନ ବିଭାଗ ନୋଟିସ ଦେଇ ଜାମିନରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ପାଟଣାର ଦଶରଥ ବାରିକଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ, ଓଡ଼ିଆ।